କେମିତିକା ପ୍ରେମ? ମୁଁ ତ ନଷ୍ଟ ଦାସଙ୍କ କଥା କହୁଥିଲି। ନଷ୍ଟ ଦାସଙ୍କର ଗୋଟେ ସମବୟସ୍କ କବି ଥିଲେ, ସେ ହଉଛନ୍ତି ସନାତନ ରାଉତ। ଉଭୟ ଆଉ ନାହାନ୍ତି, ସ୍ୱର୍ଗରେ ଅଛନ୍ତି ପ୍ରଭୁଙ୍କ କତିରେ। ସିଏ କହିଲେ ନଷ୍ଟ ଦାସେ, ତମେ ସିନା ରସିକିଆ ଲେଖକ, ମୋର ରସ ଆଉ ଟିକେ ଅଧିକ, ମୁଁ ଆଉ ଟିକେ ଅଧିକା ଲେଖୁଛି। ଏ ପ୍ରେମଟା କେମିତିକା? ଆଖି ଅଦ୍ଭୁତ ପ୍ରେମ, ଅଦ୍ଭୁତ ପ୍ରେମ ମୋহে ଦର୍ଶନ। ଆଖି ଅଦ୍ଭୁତ ପ୍ରେମ, ଅଦ୍ଭୁତ ପ୍ରେମ ମୋহে ଦର୍ଶନ। ଆଖି ଚଳାଚଳ ନାହିଁ ନାମ, ଚଳାଚଳ ନାହିଁ ନାମ, ନାହିଁ ସୋପାନ। ଆଖି ଅଦ୍ଭୁତ ପ୍ରେମ। କହୁଛନ୍ତି ଏ କି ପ୍ରେମ? ଦୁହେଁ ଦର୍ଶନ ଏମିତିକା ପ୍ରେମ ତ ମୁଁ କେବେ କୋଉଠି ଦେଖିନି। ଚରାଚର ନାହିଁ ସାମ, ନାହିଁ ସମାନ। ଚରାଚର ବା ଚର ଅଚର ଅର୍ଥାତ ପୃଥିବୀରେ ମୁଁ ଏମିତିଆ ପ୍ରେମ ଦେଖିନି। କେମିତିକା ପ୍ରେମ? ପଦ୍ମ ପଦ୍ମାକ୍ଷ କୁମୁଦି ନିଶା ପତିରେ, ପଦ୍ମ ପଦ୍ମାକ୍ଷ କୁମୁଦି ନିଶା ପତିରେ, ଦର୍ଶନେ ହୁଏ ସୁରତି, ଦର୍ଶନେ ହୁଏ ସୁରତି। ମୋହନ ଆଜି କହୁଛନ୍ତି ପଦ୍ମ ପୋଖରୀରେ ଥାଏ, ପଦ୍ମାକ୍ଷ ସୂର୍ଯ୍ୟ ଆକାଶରେ ଉଇଲେ ତାଙ୍କ ଭିତରେ ଗୋଟେ ପ୍ରେମ ହୁଏ। କୁମୁଦିନୀ ହଉଛି କଇଁ, କୁମୁଦିନୀ ହଉଛି କଇଁ। କୁମୁଦିନୀର ପ୍ରେମ କାହା ସହିତ ହୁଏ ନା ପଦ୍ମ ପଦ୍ମାକ୍ଷ ତିରତି କୁମୁଦିନୀ ନିଶାପତି କହିଲେ କି ଚନ୍ଦ୍ର ସହିତ କୁମୁଦିନୀର ବା କଇଁର ପ୍ରେମ ହୁଏ। ଏମାନେ ଦେଖା ଦେଖି ହେଲେ ପ୍ରେମ ହୁଅନ୍ତି। କିନ୍ତୁ ରାଜା ତ ନିଶ୍ଚଳ, ଆଖି ବୁଝିକି ପଢିଛନ୍ତି। କେବଳ ପାଦର ଗତିରେ ଦେହର ବାସ୍ନାରୁ ଆଜି ତାଙ୍କ ମନରେ ଉଷ୍ମତା ଆସିଛି, ଶରୀରରେ ଉଷ୍ମତା ଆସିଛି। ଯୀଶୁ ଖ୍ରୀଷ୍ଟ କହିଲେ ଥୋମାକୁ, ଥୋମା ତୁମେ ଦେଖିକି ବିଶ୍ୱାସ କରୁଛ, ଯେ ନ ଦେଖିକି ବିଶ୍ୱାସ କରେ ସେ ଧନ୍ୟ। ଧନ୍ୟ ମୋର ମଣ୍ଡଳୀ, ଧନ୍ୟ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ, ଯେଉଁମାନେ କି ଏ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କୁ ନ ଦେଖି ବିଶ୍ୱାସରେ 100 ବର୍ଷର ପୂର୍ତ୍ତି ପାଳନ କରୁଅଛନ୍ତି। ସେଇ ସୁସମାଚାରକୁ ବିଶ୍ୱାସ କରି, ସେଇ ସୁସମାଚାରର ପଦାଙ୍କକୁ ଅନୁସରଣ କରି ବିଗତ 100 ବର୍ଷ ଧରି ଖ୍ରୀଷ୍ଟୀୟ ବିଶ୍ୱାସିନୀ ହିସାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନକୁ ଅପେକ୍ଷା କରିଅଛନ୍ତି। ତ୍ୟାଗିଆ ମଣ୍ଡଳୀ ଏବଂ ମାଜୁମାହା ମଣ୍ଡଳୀ। ମୋହନ मूर्तिया यीशु है, जीवन है देखा जबे जेते आसीब आसुरे झड़ तो फैना नहीं देखा मोहन मूर्ति मोरु दे आजी जीवन प्रभु पाई नहीं देखा मोहन
মূরতি সুরে আসিছি অনাথ বারণ কেতে ধূপ দেইয়াছি তব নিবাসে শ্রুতি সৌধ লিভি যাইছি ଏବେ ଶୁଭାନି